ଉତ୍କଳମଣି ଗୋପବନ୍ଧୁ ଦାସ କି ଫୋର୍ଥ ଫିଫ୍ଥ କ୍ଲାସରେ ଗୋଟେ ତାଙ୍କର ବଢିଆ କବିତା ଥିଲା କି ଅନନ୍ତ କି କଣ ଥିଲା ସେ ଶୀର୍ଷକ ମନେ ପଡୁନାହିଁ ଟାଇଟେଲଟା, କିନ୍ତୁ ମୁଁ କବିତାଟା ମନେ ପଡୁଛି କି ସାଇକେଲଟିଏ କିଣିବ ଅନନ୍ତ ସାହିତ୍ୟ କିଛି ଜନ ଏକଥା ଜାଣିଲେ ଗୋପବନ୍ଧୁ ଭାଉ ଅତି ରହିଲା ମନ ମନେ କଥା ମନେ ରଖି ଗୋପବନ୍ଧୁ କହିଲେ ଭାରି ଟଙ୍କା ଥିଲେ ଦିଅ ଦେବି ମୁଁ ଅନନ୍ତ 2-4 ଦିନ ଛାଡି ଏମିତି କିଛି। ଏବେ ସିନା ପ୍ରାୟତଃ ଫୋନ ହେଇଗଲାଣି ଆଉ ହ୍ୱାଟ୍ସଆପ ରେ ଯାହା ଟିକେ ଟିକେ ହେଲା ବେଳକୁ ଇଷ୍ଟ ଟିକେ ହେଲା ବେଳକୁ ସବୁ ହ୍ୱାଟ୍ସଆପ ରେ ଲେଖିଦଉଛନ୍ତି ଭାଇ ଆଉ ମେସେଞ୍ଜର ଫେସବୁକ୍ ଇନଷ୍ଟା। କିନ୍ତୁ ସେତେବେଳେ ଡାକଘର ଭାଇ ଚିଠି ମାନେ ଡାକଘର ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ ଥିଲା। ସେତେବେଳେ ଚିଠି ଲେଖିବାକୁ ପଡୁଥିଲା, ଡାକ ବାକ୍ସ ବି ଦେଖ ସେଇଟା ଡାକ ବାକ୍ସ ତା ଭିତରେ ପକେଇବାକୁ ପଡୁଥିଲା। ଡାକବାଲା ଆସିବ ନବ 7 ଦିନ ପରେ ଯାଇକି ଚିଠି ତମର ପହଞ୍ଚିବ, ସିଏ ଫେର ଚିଠି ଦବ। ଚିଠିର ଆଦାନ ପ୍ରଦାନ ଭୂମିକା ଟା ସେତେବେଳେ ବହୁତ ଥିଲା। ଆରେ ମୁଁ ପ୍ରଥମ ଥର ପାଇଁ ଆଜି ଦେଖିଲି ଗଣେଶଙ୍କର 8ଟା ହାତ। ଲିଟରାଲି ବହୁତ ସାରା ଜିନିଷ ଅଛି ଭାଇ। ଷ୍ଟେଟ ମ୍ୟୁଜିୟମ ମାନେ ନିହାତି ଭାବରେ ରହିବ ଭାଇ। ଓଡିଶାର ଯେତିକି ମାନେ କଳା କୌଶଳ ସବୁ କିଛି ଜିନିଷ ମାନେ ଏଭ୍ରିଥିଙ୍ଗ ମାନେ ତାର ବହୁତ ସାରା ସେକ୍ସନ ଅଛି। ଆଉ ମୁଁ ଯଦି ସବୁ ସେକ୍ସନକୁ ଆପଣ ମାନଙ୍କୁ ଦେଖିବାକୁ ଯିବି ନା ଭିଡିଓଟା ଏତେ ଲମ୍ବା ହେଇଯିବ ଭାଇ, ଗୋଟେ ମୁଭିଠୁ ବି ଲମ୍ବା ହେଇଯିବ। ବଟ୍ ମୁଁ ଆପଣଙ୍କୁ ସର୍ଟଲି ଦେଖିବା ପାଇଁ ବହୁତ ଚେଷ୍ଟା କରିବି। ଆଉ ମୁଁ ଭାବୁଛି ମୋର ଆଶା ବିଶ୍ୱାସ ଆଉ ଭରସା ଆପଣମାନେ ୱାନ୍ସ ଥରେ ଦେଖିବେ ଭିଡିଓଟା। ଥରେ ଆପଣମାନଙ୍କୁ ଶୁଣେଇ ଦେବାକୁ ଚାହୁଁଛି କି ମନେ ପକେଇ ଦେବାକୁ ଚାହୁଁଛି କଣ ଥିଲା କି ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳିର ଚାଟ ସିଏ ଛାଡି ଯାଇଥିଲା ଦିନ ଯୋଡି ବାହାରିଲା ସିଏ ପାଠ ପଢି। ବାଟେ ଯାଉ ଯାଉ ଖସିଗଲା ଗୋଡ ପଡିଗଲା ତଳେ ମୁହଁ ମାଡି। ଗୁରୁଜୀ ଦେଖିଲେ କି ହେଲା ଏତେ ସରି ତତେ କିଏ କଲା। ପିଲାଟି କହିଲା ବେଗେ ଆସୁ ଆସୁ କାଦୁଅରେ ଗୋଡ ଖସିଗଲା। ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ, ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ, ତୋ ପାଇଁ ଦୀପଟିଏ, ସେ ଦୀପରେ ମାଳଟିଏ। ସବୁ କଣ ଡାକଘର ଥିଲା, ପୋଷ୍ଟ ମାଷ୍ଟର ଥିଲେ, ଚିଠି ଦବା ନବା ଚାଲିଥିଲା, ବହୁତ ଚାଲିଥିଲା। କିନ୍ତୁ ଏବେ ସବୁ ଜାଣିଥିବ ଇନଷ୍ଟାଗ୍ରାମ ଆସିଗଲାଣି, ଫେସବୁକ୍ ଆସିଗଲାଣି, ହ୍ୱାଟ୍ସଆପ ଆସିଗଲାଣି, ବହୁତ ସାରା ମେସେଞ୍ଜର ଆସିଗଲାଣି। ସେତେବେଳେ ଡାକଘର ଥିଲା ବୋଲି ଗୋଟେ ଗୀତ ବାହାରିଥିଲା। ଗୋଟେ ଗୀତ ନା ବହୁତ ସାରା ଗୀତ ବାହାରିଥିଲା ଡାକଘର ଚିଠି ଉପରେ। କି ଗୋଟେ ଗୀତଟା ମୋର ମନେ ପଡୁଛି ଉଦିତ ନାରାୟଣ ଗାଇଥିଲେ କି ଚିଠି ମୋର ଆସିଲାନି ଆସିବାର ଥିଲା, ଡାକଘରୁ ଚିଠି ମୋର କୁଆଡେ କଣ ସମଥିଙ୍ଗ କିଛି ଗୋଟେ କୁଆଡେ ହେଇଗଲା, ଚିଠି ବାଲା ମୋ ଚିଠି ମୋର କୁଆଡେ ଗଲା। ଭାବ ସେତେବେଳେ ଚିଠି ଦବା ନବା ଚାଲିଥିଲା ବୋଲି ଗୀତଟା ଆସିଥିଲା। କିନ୍ତୁ ବର୍ତ୍ତମାନ ଜମାନାରେ କଣ ଗୀତ ଆସିବ ଆପଣ ମାନେ ସବୁ କମେଣ୍ଟ କରିଦେବେ ହେଲା। ମୁଁ ଭାବିଥିଲି ଆଜି ଖରା ପ୍ରବଳ ହଉଛି ଆଉ କେହି ଆସିନଥିବେ, ମୁଁ ଏକା ଯିବି ବୁଲିକି ପଳେଇ ଆସିବି ପୁରା ଆରାମସେ। ଆଉ ଭାଇ ଆସିକି ଦେଖିଲା ବେଳକୁ କି ଭିଡ ଭାଇ, ଖରାରେ ଠିଆ ହେଇକି ମୋ ପୁରା ହାଲତ ଫାଲତ ଖରାପ ହେଇଗଲାଣି। ଝାଳ ମାନେ ପୁରା ଭୟଙ୍କର ଝାଳ। ଫାଇନାଲି ସକ୍ସେସଫୁଲି ମତେ ମିଳିଗଲା ଟିକେଟ ଟା। ଆଉ ହାଇ ଗାଇସ୍, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। କେମିତି ଅଛନ୍ତି ଆପଣ ମାନେ? ମୁଁ ଚିକୁ ୱେଲକମ କରୁଛି ଗୋଟେ ଆନନ୍ଦର ଫ୍ରେଶ ବ୍ଲଗ କୁ। ଆଉ ଆମେ ଆସି କୋଉଠି ପହଞ୍ଚି ଯାଇଛୁ ଦେଖିପାରୁଥିବେ, ଷ୍ଟେଟ ମ୍ୟୁଜିୟମ ରେ ଆଜି ଫାର୍ଷ୍ଟ ଟାଇମ ଆସିଛି। 6 ବର୍ଷ ପରେ, 6 ବର୍ଷ ତଳେ ଆସିଥିଲି। ଆଉ ଫେରି ଏବେ ବହୁତ ଟାଇମ ମୁଁ ଯିବା ଆସିବା କରେ, ବଟ କେବେ ଆସିବା ପାଇଁ ଟାଇମ ହେଇପାରୁନଥିଲା। ଆଜି ଟିକେ ଛୁଟି ଥିଲା ଯେହେତୁ ଆଜି ଆସିଛି ଷ୍ଟେଟ ମ୍ୟୁଜିୟମ। ଚାଲନ୍ତୁ ଦେଖିବା ଆଉ କଣ କିଛି ଚେଞ୍ଜେସ ହେଇଛି, କଣ ନୂଆ ନୂଆ ଜିନିଷ ଆସିଛି ସବୁ କିଛି ଦେଖିବା। ଆଉ କେତେ କଣ ଟିକେଟ ଫିସ୍ ରହିଛି, ଏଭ୍ରିଥିଙ୍ଗ ସବୁ କିଛି ସେୟାର କରିବି। ଆମ ସହିତ ଯୋଡି ରୁହନ୍ତୁ। ଆଉ ଚାଲନ୍ତୁ। ମୁଁ ଭାବିଥିଲି ଆଜି ଖରା ପ୍ରବଳ ହଉଛି ଆଉ କେହି ଆସିନଥିବେ, ମୁଁ ଏକା ଯିବି ବୁଲିକି ପଳେଇ ଆସିବି ପୁରା ଆରାମସେ। ଆଉ ଭାଇ ଆସିକି ଦେଖିଲା ବେଳକୁ କି ଭିଡ ଭାଇ, ଖରାରେ ଠିଆ ହେଇକି ମୋ ପୁରା ହାଲତ ଫାଲତ ଖରାପ ହେଇଗଲାଣି। ଝାଳ ମାନେ ପୁରା ଭୟଙ୍କର ଝାଳ। ଫାଇନାଲି ସକ୍ସେସଫୁଲି ମତେ ମିଳିଗଲା ଟିକେଟ ଟା। ଆଉ ଆପଣ ମାନେ ଭାବୁଥିବେ ଟିକେଟ ର ପ୍ରାଇସ୍ କେତେ କଣ ରହିଛି। ଟିକେଟ ର ପ୍ରାଇସ୍ ମାନେ ମୋ ଏଜ ଗ୍ରୁପ ରେ ପଡିଲା 30 ଟଙ୍କା। 30 ଟଙ୍କା କଣ ମାନେ 20 ରୁପିଜ ନେଲେ ଆଡଲ୍ଟଙ୍କ ପାଇଁ, ଆଉ 10 ରୁପିଜ ମୋବାଇଲ ଆଲାଉ କରୁଛନ୍ତି। ଯେହେତୁ ତାଙ୍କର ନେବେ ମୋବାଇଲ କ୍ୟାମେରା ଫ୍ୟାମେରା ବଗେରା ଆଲାଉ କରୁଛନ୍ତି, 10 ଟଙ୍କା ଏକ୍ସଟ୍ରା ନେବେ। ସିଏ ମାନେ ଏକ୍ସଟ୍ରା ନୁହଁ, ତାଙ୍କର ଇନକ୍ଲୁଡ ଅଛି। 30 ଟଙ୍କା ନେବେ। ଆଉ ଅଲଗା ଅଲଗା ଏଜ ଗ୍ରୁପ କାଟାଗୋରୀ ଅଛି ତାଙ୍କର, କମ ବେଶୀ ଏଇଭଳିଆ ବହୁତ କିଛି। ଓମେନ ଅଛନ୍ତି, ଓଲ୍ଡ ଏଜ ଅଛନ୍ତି, ଚିଲଡ୍ରେନ ଅଛନ୍ତି, ବହୁତ ସାରା ଅଛି। ଆପଣ ଆସିକି ଇଏ କରିପାରିବେ। ଆଉ ବର୍ତ୍ତମାନ ଗୋଟେ ଛାଇରେ ବସି ଯାଇଛି, କାହିଁକି ନା ବହୁତ ସମୟ ଖରା ଠିଆ ହେଇଗଲେ ଭାଇ ସନଷ୍ଟ୍ରୋକ ହେଇଯିବ ଯୋଉ ଭଳିଆ ଖରା ହଉଛି। ଆଉ ସେଇଟା ଦେଖିପାରୁଥିବେ, ମୁଁ ଏଠି ବସିଛି। ଆଉ କିଛି ସମୟ ପରେ ଯିବା ଯାଇକି ଟିକେ ତା ଭିତରେ ଯିବା ବୁଲିବା। ଆଉ ଆପଣମାନଙ୍କ ସହିତ ସବୁ ଜିନିଷ XYZ ଯାହା ବି କିଛି ଅଛି, ନୂଆ କିଛି ଆସିଛି, ପୁରୁଣା ଜିନିଷ ସବୁ କିଛି ସେୟାର କରିବି। ମୋ ସହିତ ଭିଡିଓରେ ଯୋଡି ରୁହନ୍ତୁ। ଲେଟ୍ସ ଗୋ। ବର୍ତ୍ତମାନ ମୁଁ ଆସିକି ପହଞ୍ଚି ଯାଇଛି ଆର୍କିଓଲୋଜିକାଲ ଡିପାର୍ଟମେଣ୍ଟ, ପ୍ରତ୍ନତତ୍ତ୍ୱ ବିଭାଗ ଡିପାର୍ଟମେଣ୍ଟ। ଆଉ ବର୍ତ୍ତମାନ ଏଇଟାରେ କଣ କଣ ସବୁ ଅଛି, ବହୁତ ପୁରୁଣା ମୂର୍ତ୍ତି, ବହୁତ ଓଡିଶାର ବହୁତ କଣ କଳା କାର୍ଯ୍ୟ କୌଶଳ
ମାନେ ମୂର୍ତ୍ତିର ନିପୁଣ କାରିଗରୀକୁ ଏଇଠି ଏଇ ଜାଗାରେ ଦର୍ଶନ କରାଯାଇଛି। ଚାଲନ୍ତୁ ଆପଣମାନଙ୍କ ସହିତ ସବୁ କିଛି ସେୟାର କରିବି। ଆଉ ଚାଲନ୍ତୁ। ଏଇଟା ଦେଖିପାରୁଥିବେ, ଏଇଟା ହଉଛି ଅଶୋକ ସ୍ତମ୍ଭର ଏକ ଅଂଶ। ଏଇଟା ଲେଖା ହେଇଛି ଯେ କଣ ପ୍ରାପ୍ତି ସ୍ଥାନ ହଉଛି ପାଟଳିପୁତ୍ର, କୋଉଠି ଏଟା ପାଇଥିଲେ ଲେଖା ହେଇଛି। ଆଉ ସମୟ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ। ଫାଇଣ୍ଡ ଦ ସ୍ପଟ ପାଟଳିପୁତ୍ର, ବିହାରରୁ ଏଇଟା ଆସିଛି ହେଲା। ଆଉ ଏଇଟା ହଉଛି ସିଂହ, ଦେଖିପାରୁଛନ୍ତି ଆକୃତିଟା ଦେଖନ୍ତୁ ପୁରା ସିଂହ ଟାଇପ ର ହେଇଛି। ଆଉ ଏଇଟା ପ୍ରାପ୍ତି ସ୍ଥାନ ଭୁବନେଶ୍ୱର, ସମୟ ଅନୁମାନିକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ। ଲାୟନ ଫାଇଣ୍ଡ ଦ ସ୍ପଟ ଭୁବନେଶ୍ୱର ହେଲା। ଆଉ ଏଇଟା କଣ ଦେଖିବା, ଏଇଟା ହଉଛି ବୌଦ୍ଧ ରେଲିଂ ସ୍ତମ୍ଭ ବା କଣ ଏଇଟା ସମୟ ଆନୁମାନିକ ଖ୍ରୀଷ୍ଟପୂର୍ବ, ଏଇଟା ତୃତୀୟ ଶତାବ୍ଦୀ, ମେ ବି ଏଇଟା ସବୁ ତୃତୀୟ ଶତାବ୍ଦୀ। ଏଠି ବୌଦ୍ଧ ରେଲିଂ ସ୍ତମ୍ଭ ବି ଏଇଟା ଏଇ ଟାଇପ ର ଅଛି କିଛି ଦେଖିପାରୁଥିବେ। ଆଉ ଏଟା ବି ସେଇଭଳିଆ ରେଲିଂ ପିଲର ଅଛି। ଏଇଟା ବୌଦ୍ଧ ରେଲିଂ ସ୍ତମ୍ଭ କିଛି, ଏଇଟା ବୌଦ୍ଧଙ୍କର ଅଛି ଏଠି। ବୌଦ୍ଧ ଦେଖନ୍ତୁ ମାନେ ପିସଫୁଲି ଯୋଉ ତାଙ୍କର ଲୋଗୋଟା, ଯେ ପିସ୍ ଯୋଉ ଟାଇପ ର ବସିକି ସେମାନେ ତପସ୍ୟା କରନ୍ତି ଦେଖିପାରୁଥିବେ। ଆଉ ଏଇଟା ରତ୍ନଗିରିରୁ ଆସିଛି, ଯାଜପୁର। ସମୟ ଆନୁମାନିକ ନବମ ଶତାବ୍ଦୀର ଏଇଟା ବୁଦ୍ଧଙ୍କର, ଦେଖିପାରୁଥିବେ। ହାତ ମାରି ଦେଖିଦବା, ଆରେ ଆରେ ଏଇଭଳିଆ କିଛି ସେତେବେଳେ ଏଇଠି ମୁଣ୍ଡ ନାହିଁ ଦେଖନ୍ତୁ, ତାଙ୍କର ଭାଙ୍ଗି ଯାଇଛି କଣ ହେଇଥିବ ଆଉ। ବୁଦ୍ଧ ମସ୍ତକହୀନ, ଏଇଟା ସମୟ ଆନୁମାନିକ ସପ୍ତମ ଶତାବ୍ଦୀ। ଏଇଟା ବହୁତ ବଡ ବୁଦ୍ଧ ଦେଖାଯାଉ, ଦେଖନ୍ତୁ ଏଇଟା କେତେ ବଡ ବୁଦ୍ଧ, ତାଙ୍କ ଆଖି ଭାଙ୍ଗି ଯାଇ ବହୁତ ଦିନର ନବମ ଶତାବ୍ଦୀ ଅଷ୍ଟମ ଶତାବ୍ଦୀର ଜିନିଷ ସବୁ ଆଉ ଏଇଟା ବୁଦ୍ଧଙ୍କର। ଚାଲନ୍ତୁ, ଏଇଭଳିଆ କିଛି ବହୁତ ଜିନିଷ ଅଛି ସବୁ ଦେଖେଇ ଦଉଛି, କାହିଁକି ନା ସବୁ ଜିନିଷ ଭିଡିଓରେ ଦେଖିବା ସମ୍ଭବପର ହବନି। ନା ମୁଁ ଗୋଟେ କଥା ଏଠି ବୁଝିପାରୁନି ଆକ୍ଚୁଆଲି। ଭାଇ ଲିଟରାଲି ବହୁତ ସାରା ଜିନିଷ ଅଛି ଭାଇ। ଷ୍ଟେଟ ମ୍ୟୁଜିୟମ ମାନେ ନିହାତି ଭାବରେ ରହିବ ଭାଇ। ଓଡିଶାର ଯେତିକି ମାନେ କଳା କୌଶଳ ସବୁ କିଛି ଜିନିଷ ମାନେ ଏଭ୍ରିଥିଙ୍ଗ, ମାନେ ତାର ବହୁତ ସାରା ସେକ୍ସନ ଅଛି। ଆଉ ମୁଁ ଯଦି ସବୁ ସେକ୍ସନ କୁ ଆପଣ ମାନଙ୍କୁ ଦେଖିବାକୁ ଯିବି ନା, ଭିଡିଓ ଟା ଏତେ ଲମ୍ବା ହେଇଯିବ ଭାଇ, ଗୋଟେ ମୁଭିଠୁ ବି ଲମ୍ବା ହେଇଯିବ। ବଟ୍ ମୁଁ ଆପଣଙ୍କୁ ସର୍ଟଲି ଦେଖିବା ପାଇଁ ବହୁତ ଚେଷ୍ଟା କରିବି। ଆଉ ମୁଁ ଭାବୁଛି, ମୋର ଆଶା ବିଶ୍ୱାସ ଆଉ ଭରସା ଆପଣ ମାନେ ୱାନ୍ସ ଥରେ ଦେଖିବେ ଭିଡିଓ ଟା, ବାସ୍ ମୋ ପାଇଁ ସେତିକି କାଫି ହେଲା। ମାନେ ଏଇ ସେକ୍ସନ ଟା ହଉଛି କେବଳ ପୋଷ୍ଟ ଅଫିସ, ମାନେ ପୋଷ୍ଟ ଡାକର ଯେତିକି ଜିନିଷ ସବୁ ଏଭ୍ରିଥିଙ୍ଗ, ମାନେ ଯାହା ଯାହା ଆରମ୍ଭରୁ ଅଛି ସବୁ ଜିନିଷ, ତାଙ୍କର ପୋଷାକଠୁ ଆରମ୍ଭ କରିକି ଯେତିକି ଲେଟର ଅଛି, ଡାକ ବାକ୍ସଠୁ ଆରମ୍ଭ କରି ଏଭ୍ରିଥିଙ୍ଗ ଅଛି। ଚାଲନ୍ତୁ ଆପଣ ମାନଙ୍କ ସହିତ ଦେଖେଇବି କଣ କଣ ଜିନିଷ ସବୁ ରଖିଛନ୍ତି ଷ୍ଟେଟ ମ୍ୟୁଜିୟମ ରେ। ଏଇଟା ଦେଖିପାରୁଥିବେ, ତାଙ୍କ ପୋଷାକଟା ଦେଖିପାରୁଥିବେ, ତାଙ୍କର ଯୋଉ ଏଇଭଳିଆ ହଲାନ୍ତି ଯୋଉ ସାଉଣ୍ଡ ଟା। ଆଉ ତାଙ୍କ ବାକ୍ସ ଏବେ ସବୁ ନୂଆ ନୂଆ ସବୁ, ମାନେ ଏଇଟା ସବୁ ଡାକ ଭରିକି ନିଅନ୍ତି ଛୋଟବେଳେ। ଏଠି ସବୁ ବହୁତ ସାରା ଲେଟର ଅଛି, ଯୋଉ କଣ ଏଇଟା ସବୁ କୁହନ୍ତି, କଣ ମୁଁ ଭୁଲି ଯାଇଛି, ଇଂଲଣ୍ଡ ଲେଟର ନା କଣ ଏଇଗୁଡା ସବୁ ଏଗୁଡା ସବୁ ଥାଏ, ଏଗୁଡା ସବୁ ମାରିକି ଦିଅନ୍ତି ଏଇଗୁଡା ସବୁ ଅଛି। ଆଉ ଏଠି ତାଙ୍କର ସବୁ ଜିନିଷ ଗୁଡାକ ଅଛି ସବୁ। ଏଇଟା କଣ ଗୋଟେ ସବୁ ଜିନିଷ, ଏଇଟା ସବୁ କଣ ଲେଖିଛନ୍ତି ଦେଇ, ହଁ ଏଇଠି ଲେଖିଛନ୍ତି ଟେଲିଗ୍ରାମ ମେସିନ ଗୋଟେ, ୟା ଭିତରେ କଣ ଅଛି, ୱାଟର ବୋଟଲ ରହୁଛି, ପାଣି ବୋତଲ, ଷ୍ଟାମ୍ପ, ଆଉ ହଉଛି କଣ ଏଇଠି ସବୁ ଅଛି, ବହୁତ ସାରା ଜିନିଷ ଅଛି ଦେଖନ୍ତୁ। ଏଇଟା ହଉଛି ଯୋଉ ମାପିବା ପାଇଁ ଆମର କଣ ଦଣ୍ଡି କୁହାଯାଏ, ହଁ ଦଣ୍ଡି କୁହାଯାଏ ଏଇଟା। ଏଇଟା ଅଛି ଏ ଡାକ ବାକ୍ସ ଦେଖିପାରୁଥିବେ, ଡାକ ବାକ୍ସ ଯୋଉ ସକାଳୁ ସକାଳୁ ଡାକ ବାଲା ଏଇଠି ଚିଠି ପକେଇଦବ, ସେ ଆସିକି ନେଇକି ପଳେଇବ।
ଏଇଠି ଏଇ ଡେଡ୍ ବକ୍ସର ଚିଠି ଯିଏ ଲେଖିବ ଆଗରୁ ସବୁ ମାନେ କଣ ଏବେ ସିନା ଫୋନ ହେଇଗଲାଣି ହ୍ୱାଟ୍ସଆପ ଜମା ଆପଣ ମାନେ ଜାଣିଥିବେ କି ଗୋଟେ ଫନି ଥିଙ୍ଗସ କହୁଛି ହେଲା କି ଆଗରୁ ସବୁ କଣ ଡାକଘର ଥିଲା ପୋଷ୍ଟ ମାଷ୍ଟର ଥିଲେ ଚିଠି ଦବା ନବା ଚାଲିଥିଲା ବହୁତ ଚାଲିଥିଲା କିନ୍ତୁ ଏବେ ସବୁ ଜାଣିଥିବ ଇନଷ୍ଟାଗ୍ରାମ ଆସିଗଲାଣି ଫେସବୁକ ଆସିଗଲାଣି ହ୍ୱାଟ୍ସଆପ ଆସିଗଲାଣି ବହୁତ ସାରା ମେସେଞ୍ଜର ଆସିଗଲାଣି ସେତେବେଳେ ଡାକଘର ଥିଲା ବୋଲି ଗୋଟେ ଗୀତ ବାହାରିଥିଲା ଗୋଟେ ଗୀତ ନା ବହୁତ ସାରା ଗୀତ ବାହାରିଥିଲା ଡାକଘର ଚିଠି ଉପରେ କି ଗୋଟେ ଗୀତଟା ମୋର ମନେ ପଡୁଛି ସେ ଉଦିତ ନାରାୟଣ ଗାଇଥିଲେ କି ଚିଠି ମୋର ଆସିଲାନି ଆସିବାର ଥିଲା ଡାକଘରୁ ଚିଠି ମୋର କୁଆଡେ କଣ ସମଥିଙ୍ଗ କିଛି ଗୋଟେ କୁଆଡେ ହେଇଗଲା ଚିଠି ବାଲା ମୋ ଚିଠି ମୋର କୁଆଡେ ଗଲା ଭାବ ସେତେବେଳେ ଚିଠି ଦବା ନେବା ଚାଲିଥିଲା ବୋଲି ଗୀତଟା ଆସିଥିଲା କିନ୍ତୁ ବର୍ତ୍ତମାନ ଜମାନାରେ କଣ ଗୀତ ଆସିବ ଆପଣ ମାନେ ସବୁ କମେଣ୍ଟ କରିଦେବେ ହେଲା ତାଙ୍କର ଗୋଟେ ମାନେ ବାଣୀ ମୋ ମନକୁ ବହୁତ ଛୁଏଁ କି କଣ ଥିଲା କି ପାଠ ପଢିବି ବଡ ମଣିଷ ହେବି କାଳିଆ ଘୋଡାରେ ଚଢିବି ମଧୁବାବୁ ସାଙ୍ଗେ ଲଢିବି କି ଓଡିଆ ଯେବେ ପ୍ରଶ୍ନ କରେ ଆରେ ମଧୁବାବୁ କିଏ ଓଡିଆ ମାନଙ୍କୁ ଜାଣି ରଖିବା ଉଚିତ ମଧୁବାବୁ ଓଡିଆ ଭାଷାକୁ ଓଡିଆଙ୍କ ସହ ପରିଚୟ କରାଇଥିବା ଓଡିଆ ଭାଷାର ଭୀଷ୍ମ ପିତାମହ ଓଡିଆ ଅସ୍ମିତାର ଯୋଗଜନ୍ମା ବିନ୍ଧାଣୀ ଓଡିଆର ପ୍ରଥମ ଓକିଲ ବା ବାରିଷ୍ଟର ସେ ଆଉ କେହି ନୁହନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ ମାଇ ଇନ୍ସପିରେସନ ଆକ୍ଚୁଆଲି ମୁଁ ବୁଝିପାରିନି ଭିଡିଓ କରିବି ତ କରିବି କୋଉଟା ଭାଇ ବହୁତ ସାରା ଜିନିଷ ଅଛି ଭାଇ ବହୁତ ସାରା ଜିନିଷ ଦେଖ ବହୁତ ସାରା ଜିନିଷ ଏଇଟା କାଗଜ ମୁଖା ମାନେ ଗ୍ୟାଲେରୀ ପୂର୍ବତନର ମାନେ ଏଗୁଡା ସବୁ କଣ ତାଙ୍କର କାରୁକାର୍ଯ୍ୟ ନିପୁଣ କାରିଗର ଏଇଟା ଦେଖନ୍ତୁ କଣ ଲେଖା ହେଇଛି ଭଗବାନ ଏବଂ ଦେବୀ ମାନଙ୍କର ମୁଖା ସେଇ ସାଇଡରେ ମାନେ ଆମର ସେଟା କୋଉ ଟାଇମରେ ହୁଏ ପାଖାପାଖି ଚନ୍ଦନ ପୂର୍ଣ୍ଣିମା ପୂର୍ବରୁ ଗୋଟେ ତାଙ୍କ ସାଇଡରେ ଗୋଟେ ଡ୍ୟାନ୍ସ ହୁଏ ଫ୍ଲକ୍ ଫିଟ୍ ବୋଲି ତାକୁ କହନ୍ତି ପୁରୀ ସାଇଡ ରେ ହୁଏ ବଢିଆ ଡ୍ୟାନ୍ସ ଭାଇ ୱାନ୍ସ ଥର ଲାଇଫ ଟାଇମରେ ଦେଖିବା ଉଚିତ ସବୁଠାରୁ ଯେତିକି ସେକ୍ସନ ଅଛି ସବୁଠାରୁ ଏଇ ସେକ୍ସନଟା ସବୁଠାରୁ ଇଣ୍ଟରେଷ୍ଟିଂ ସେକ୍ସନ ମାନେ ପୁରୁଣା ମାନେ ରାଜକୀୟ ମାନଙ୍କର ଯେତିକି ସବୁ ଗନ୍ଠୁ ଆରମ୍ଭ କରିକି ତାର ଖଣ୍ଡା ଖଣ୍ଡା ସବୁ ଜିନିଷ ଭାଇ ଚାଲନ୍ତୁ ମୁଁ ଆପଣଙ୍କ ସହିତ ସବୁ କିଛି ସେୟାର କରିବି ଚାଲନ୍ତୁ ଏ ଦେଖନ୍ତୁ ଏଇଟା ହାତୀର ଦାନ୍ତ ଦେଖିପାରୁଛନ୍ତି ତ ହାତୀର ଦାନ୍ତ ସବୁ ଅଛି ଆଜି ମୋର ମନେ ପଡୁଛି ଛୋଟବେଳେ ଗୋଟେ ବଢିଆ ପୋଏଟ ଥିଲା କି ତୁମ ପରି ଛୋଟ ପିଲାଟିଏ ମୁଁ ଭାବୁ ସମସ୍ତେ ପଢିଥିବେ କି ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳିର ଚାଟ ସିଏ ଛାଡି ଯାଇଥିଲା ଦିନେ ଛଡି ବାହାରିଲା ସିଏ ପାଠ ପଢି ହେଲା ସମଥିଙ୍ଗ ମୋର କିଛି ଭୁଲିଗଲେଣି ପ୍ରାୟ କି ତାପରେ କଣ ହେଇଥିବ ନା ଖସି ଯାଇଥିବେ ଗୁରୁଜୀ ତାକୁ ମାରିଥିବେ ଏଠୁ ସେ କଣ ହେଇଥିବ ହେଲା ଦଶହରା ଛୁଟି ବେଳ ଗାଁ ପିଲା ଲାଗି ଗଲା ବେଳ ବାଲିଗୁଡି ମାଟି ପକାଇ ଗାଁ ଆନନ୍ଦ କଲେ ସମତୁଳ ହେଲା କି ଆଜି ମୋର ମନେ ପଡେ ଗୋଟେ କଥା ମଧୁବାବୁଙ୍କ ବିଷୟରେ ଉତ୍କଳ ଗୌରବ ମଧୁସୂଦନ ଦାସ କି ଯଦି କେବେ କେହି ପଚାରେ ମଧୁବାବୁ କିଏ ଯଦି କେବେ କେହି ପଚାରେ ମଧୁବାବୁ କିଏ ଓଡିଆକୁ ଓଡିଆ ଗର୍ବରେ କହେ କି ଓଡିଆକୁ ଓଡିଆ ମାନଙ୍କ ସହ ପରିଚୟ କରାଇଥିବା ଓଡିଆ ଭାଷାର ଭୀଷ୍ମ ପିତାମହ ଓଡିଆ ଅସ୍ମିତାର ଯୋଗଜନ୍ମା ବିନ୍ଧାଣୀ ଓଡିଆକୁ ଯିଏ ସର୍ବଶ୍ରେଷ୍ଠରେ ନେଇ ପହଞ୍ଚେଇଛି ପ୍ରଥମ ଓକିଲ ସେ ଆଉ କେହି ନୁହନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ ଓଡିଆର ଗର୍ବରେ କହେ ଓଡିଆ ଛାତି ପିଟି କହେ ଏଇଟା ହଉଛି ଆପଣ ମାନଙ୍କର ଅନୁଭବ୍ୟ ଐତିହାସିକ ଗାଲୁ ଦେଖିପାରୁଥିବେ ଏଇଭଳିଆ ସବୁ ମାନେ ଐତିହାସିକ ଯୋଉ ଆମର ଏଇଟା କି ନାଚ କୁହନ୍ତି ସେପଟେ ଫ୍ଲକ୍ ଗୋଟେ ଜଣେ ଆମର ନାହାନ୍ତି ଗୋଟେ କଣ୍ଟେଣ୍ଟ କ୍ରିଏଟର ଭାନୁ ଫ୍ଲକ୍ ଫିଟ୍ ନା କଣ ଏଇ ଟାଇପ ର ଦେଖନ୍ତୁ ତାଙ୍କ ସେଇପଟେ ପୁରୀ ଟାଇପ ର ପୁରୀ ସାଇଡ ର ଏଇ ସବୁ ଡ୍ୟାନ୍ସ ଗୁଡା ହୁଏ ଆଉ ତାଙ୍କର ଦେଖିପାରୁଥିବେ ପୁରା ରାବଣ ଏଇଟା ଏହାର ଗୋଟେ ମାହାତ୍ମ୍ୟ ଅଛି ବାକି ମୁଁ ଭୁଲି ଯାଇଛି ଜିନିଷଟା କଣ କିନ୍ତୁ ଅଛି ବାକି ଦେଖିପାରୁଥିବେ ଏଇଭଳିଆ କିଛି ସେକ୍ସନ ଟା ହଉଛି ଚାରୁ ଏବଂ କଳାର ଦେଖିପାରୁଥିବେ ମୂର୍ତ୍ତି ଗୁଡାକ ଗଣେଶଙ୍କର ଅଛି ଏଠି ଗୋପବନ୍ଧୁଙ୍କର ଅଛି ଆଉ ୟାଙ୍କର କଣ ୟାଙ୍କ ନାଁ ମୁଁ ଜାଣିନି କଣ ଲେଖା ହେଇଥିବ ଆଗରୁ ସବୁ ବର୍ତ୍ତନ ରାଜା ମହାରାଜା ସମୟର କୋଉଠି ହେଲା କଣ ସବୁ ଖାଉଥିଲେ କେମିତି କଂସା ବାସନ ଗୁଡା ଦେଖିପାରୁଥିବେ ଏଇ ଟାଇପ ର ଥିଲା ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଆଉ ତାଙ୍କର ସବୁ କଣ ସବୁ କୁହନ୍ତି ଖଡୁ ମଡୁ ସବୁ ଆଗରୁ ସବୁ ଥିଲା ବହୁତ ଜିନିଷ
ଏଠି ସବୁ ଲେଖା ଯାଇଛି ଦେଖିପାରୁଥିବେ ପାରମ୍ପରିକ ଓଡିଆ କଂସା ବାସନ ପ୍ରାଚୀନ କଣ୍ଟିଲ ନୟାଗଡ଼ରୁ ଏଇଟା ପାଇଛନ୍ତି ଟ୍ରାଡିସନାଲ ଓଡିଆ ୟୁଟେନସିଲ୍ସ ହେଲା ଓଡିଆ କଳା ଗୁଡାକୁ ସବୁ ବଜେଇ ରଖିଛନ୍ତି ଆଉ ଏପଟେ ଅଛି ସବୁ ଦେଖିପାରୁଥିବେ ଭଳିଆ କିଛି ବହୁତ ସାରା ଜିନିଷ ଭାଇ ଅଛି ଏଠି ମାନେ ଭିଡିଓ ଏତେ ଲମ୍ବା ହେଇଯିବ ଯେ ଏତେ ଲମ୍ବା ହେଇଯିବ ଯେ ମୁଁ ଜାଣିପାରିବିନି ଆକ୍ଚୁଆଲି କଣ କରିବି ତଥାପି ମୁଁ ସବୁ ଜିନିଷ କଭର କରିବାକୁ ଟ୍ରାଏ କରୁଛି ଆପଣ ମାନେ ୱାନ୍ସ ଦେଖିବେ ହେଲା ଦେଖନ୍ତୁ ଏଇଟା ମାନେ ବଢିଆ ହେଇଛି ଭାଇ ବଢିଆ ହେଇଛି ବହୁତ ମାନେ ପୁରୁଣା ସଂସ୍କୃତି ଦେଖନ୍ତୁ ଏଠି ସବୁ କଣ ଥିଲା ସବୁ ଅବଶ୍ୟ ବିଭିନ୍ନ ଆକୃତିର ଧୋକ୍ରା ପାନ ବଟା ମାନେ ପାନ ବଟା ଯୋଉ ଆଗରୁ ଥାନ୍ତି ରାଜା ମହାରାଜ ସମୟ ଦେଖ କୋଉ ଟାଇପ ର ଅଛି ସବୁ ମାନେ ତାକୁ କେମିତି ସବୁ ୟୁଜେସ୍ ବାକି ବହୁତ ସାରା ଥିଲା ଦେଖନ୍ତୁ କେତେ ସାରା ଅଛି ପାନର ବଟା ମାନେ ପାନ ରଖାଯାଏ ଯୋଉଟାରେ ହେଲା ଆଉ ଏଟା ହଉଛି ରାଧାକୃଷ୍ଣ ଝୁଲଣ ଶିକୁଳି ଏବଂ ବିମାନ ସହିତ ଦେଖନ୍ତୁ ଏଇଟା ଉଦ୍ଧାର ବି କୋଉଠି କରାହେଇଥିବ ଲେଖା ହେଇଥିବ ଯେଟା ପାରଳାଖେମୁଣ୍ଡି ଏଇଭଳିଆ କିଛି ଅଛି ଏଠି ଅଛି ଏଇଭଳିଆ ଗଣେଶଙ୍କର ଦେଖନ୍ତୁ ଗଣେଶ 1 2 3 4 5 6 7 8 ଆଠଟା ହାତ ଅଛି ଗଣେଶ ଆଉ ଫାଇନାଲି ବୁଲାବୁଲି ସରିଗଲା ବାକି ଯାହା ଯାହା ଥିଲା ଯେତେ ସାରା ତାର ସେକ୍ସନ ଥିଲା ପ୍ରାୟ ବହୁ ସେକ୍ସନ ମାନେ ବର୍ତ୍ତମାନ କାମ ଚାଲିଛି ଅଣ୍ଡର କନଷ୍ଟ୍ରକ୍ଟର ଚାଲିଛି ଆଉ ବହୁ ସେକ୍ସନ ପାଖାପାଖି 5 ରୁ 7ଟା ସେକ୍ସନ ମୁଁ ସେଠି ଜଣେ ଗାଇଡ ଥିଲେ ତାଙ୍କୁ ପଚାରିଲି ଆଉ 5ଟା ରୁ 7ଟା ସେକ୍ସନ ବର୍ତ୍ତମାନ କାମ ଚାଲିଛି ଭଲ ଭଲ ସେକ୍ସନ ଯୋଉ ଦିଟା ଆମର ବାଦ୍ୟ ଯନ୍ତ୍ର ହଉ କିମ୍ବା ଆମର ସେ କଣ ସେ କି ଲିପି ଗୋଟେ ଅଛି ସେପଟେ ସେଗୁଡା ସବୁ କାମ ଚାଲିଛି ବର୍ତ୍ତମାନ ଅଣ୍ଡର କନଷ୍ଟ୍ରକ୍ଟ ଚାଲିଛି କାହିଁକିନା ତଳେ ମାର୍ବଲ ଫାର୍ବଲ ପଡୁଛି ବୋଲି ବାକି ସେମାନେ କହିଲେ ହେଲା ଆଉ ଯାହା ଥିଲା ପ୍ରାୟତଃ ବୁଲିଦେଲି ବାକି ହଁ ଠିକ ଠାକ ଅଛି ବାକି ଆଉ ଆମ ତ ଓଡିଶାର ଗାଥା ପରମ୍ପରା ଐଶ୍ୱର୍ଯ୍ୟ ଏଭ୍ରିଥିଙ୍ଗ ମାନେ ଯାହା ସବୁ ଏଭ୍ରିଥିଙ୍ଗ ସବୁ ଜିନିଷ ମୁଁ ଆପଣ ମାନଙ୍କ ସହିତ ସେୟାର କରିବା ପାଇଁ ଯଥାଯଥ ଭାବରେ ମାନେ ଚେଷ୍ଟା କରୁଛି ଆଉ କଣ କରିବା ବ୍ଲଗ ଟିକେ ଏଇଠି ଏଣ୍ଡ କରିବା ଦେଖାହବ ନେକ୍ସଟ ବ୍ଲଗରେ ଆଉ ସେ ଯୋଉ ଭଳି ଆପଣ ମାନେ ଭଲ ପାଇବା ଦଉଛନ୍ତି ସେଇଭଳିଆ ଭଲ ପାଇବା ଦେଇ ଚାଲନ୍ତୁ ମୁଁ ବି ମୋ ଏଣ୍ଡରୁ ମୋର 100% ଆପଣ ମାନଙ୍କୁ ଦେଇ ଚାଲିଥିବି ରହିଲି ଜୟ ଜଗନ୍ନାଥ ଦେଖାହବ ନେକ୍ସଟ ବ୍ଲଗରେ